ॐ नमो भगवते वासुदेवाय। ॐ नमो भगवते वासुदेवाय। ॐ नमो भगवते वासुदेवाय। अथ मंगलाचरण। बागीचा यस्य वदने लक्ष्येषु च वक्ष्यसि यस्य हृदय वसति तनुसिंहं भजे विश्वसर्वदिवा लक्षणं श्रीकृष्णाख्य परध्याम जगद्धाम नमामि तत् माधव माधव वैश्च सर्वसिद्धिविनायते वन्दे परस्परत्यं परस्परं प्रियलोकं मूकं करति वाचलं पङ्गुलङ्घयते गिरि यत्कृपाः तमः वन्दे परमानन्दो माधव जो ब्राह्मण रुद्रेण तु स्तुतन्ति दैवस्तव देवसङ्गपद पश्यन्ति जो समज्ञा ध्यान वसते गदगदे मनसा पश्यन्ति जो योगिना यस्ते न बुद्धिसुरासुरगण देवायस्तुते नमः नारायणं नमस्कृत्यं नरं चैव नरोत्तमं देवी सरस्वती व्यासं ततो जयमुदीरयेत् निर्गलं कल्पितं फलविमुखाभिद्रव्ययुक्तं पिबतं भागवतं रसमालयं प्रभु। सप्तदश अध्याय नवम स्कंद सप्तदश अध्याय शुक उवाच बोल वृंदवार हरि बोल आयुज्य पुरुवर सुत सुण होताहार चरित नौह अनुहसताहार तनय आबर पुत्र वृद्ध हो आबर पुत्र वृद्ध होए रज रजरंभर्जे हे बीर्यवंत अन्यान्न आदि असस्तु अन्यान्न आदि पंचश्रुत क्षुद्र वृक्षर वंश शुण सोहत्र ताहार नंदन ताहार हेले हे तिनि श्रुत कान्य आकाश्य जे कुश गुष्य मद आगुष्य मदर जे सन्तान सुनक बोली हितार नाम सुनक महातेजवंत सौनक मुनि तहु जात जन्मिले पितृ तेज घेनी देव पारगह महामुनि काश्य मत्यश्रुत राष्ट्रता तहु हेला जात दीर्घतम ताहार नंदन ताप्लुत धनहंतरी नाम से आयुदेव भियायन्ति हे आयुदेव भियाइला प्राणी को व्याध नाश कला से यज्ञ भोगे हे विष्णु वंश स्मरणे सर्व रोग नाश तार संतति केतु नाम भीमरथ ताहार नंदन ताहार बीर्जे हे दिवदासी ध्रुवासा ताहार जे शिष ता नाम प्रदह के नख्याते ताओबा बोले हे शत्रुजिते और ऋतध्वज बुकुहु बल स्वाई बोलती पुणी हि ताकु वर्ष और अकर्ल आदि हि तहु जन्म
ଶୁଣ ହୋ ତାହାର ଗୃହ କର୍ମ ଷଷ୍ଠୀଏ ସହସ୍ର ବରଷ ଅଧିକେ ପଚିଶତ ଶେଷ ଅବନୀତଳେ ହୋଇ ରାଜା ଧର୍ମେ ପାଳିଲେ ଜନ ପ୍ରଜା ସନ୍ତତି ଅକହଲର ପୁତ୍ର ସୁନୀତତା ତହୁ ସମ୍ଭୂତ ପୁତ୍ର ତାହାର ସୁକେତନ ଧର୍ମକେତୁ ତାହାର ନନ୍ଦନ ସତେକ ତୁ ତାର ସୁତ ଦୁଷ୍ଟ କେତୁ ତାହାର ଅପ୍ୟତ ସୁକମାର ତାହାର ତନୁଜ ଅନେକ ଦିନ କଲା ରାଜ୍ୟ ତହୁ ଜନ୍ମିଲା ବିତିହୋତା ଗର୍ଭ ଯେ ତାର ତହୁ ଜାତ ତାହାର ପୁତ୍ର ଭାର୍ଗ ଭୂମି ଏବେ ହୋ ଶୁଣ ନୃପମଣି ହେମନ୍ତେ କାଶୀ ବଂଶେ ରାଜା ଧର୍ମେ ପାଳିଲେ ଜନ ପ୍ରଜା ତାହାଙ୍କ ନାମ କର୍ମଭୂମି ଯମନ ପାରେ ଜହିଁ ଭ୍ରମି ରମ୍ଭାର ପୁତ୍ର ଯେ ରଭସ୍ୟ ଗମ୍ଭୀର ହୁଅ ତାର ବଂଶ ଅକ୍ରିୟ ଗମ୍ଭୀରର ସୁତ ତା କ୍ଷେତ୍ରେ ବିପ୍ରହ ହେଲେ ଜାତ ଅନ୍ୟାନ୍ୟ ଆୟୁର କୁମର ଶୁଣ କହିବା ବଂଶ ତାର ସୁଧ ଯେ ଅନେହେନାର ସୁତ ତାତହୁ ସୂଚି ହେଲା ଜାତ କହିବା ତାହାର ସୁନ୍ତତି ତ୍ରିକକୁଦର ଧର୍ମ ସାଥୀ ତାଠାରୁ ଶାନ୍ତ ହରଣ ଜାତ ସେ କୃତ୍ୟ ଅବିମୃତ ଏ ଗୋତ୍ର ବ୍ରହ୍ମ ଜ୍ଞାନୀ ସୁତେ ଜନ୍ମ ଲଭିଲେ ହେ ଜଗତେ ଏବେ ରଜନୀ ପୁତ୍ର ଯେତେ ଭାବେ କହିବା ତୋ ଅଗ୍ରତେ ତାର କୁମର ପଞ୍ଚଦଶ ତେଜ ପ୍ରତାପ ଅପ୍ରମିତ ଅସୁରେ ଆସି ଅନ୍ତରାଳେ ଇନ୍ଦ୍ରଙ୍କୁ ବାହାରିଲେ ବଳେ ଇନ୍ଦ୍ରଦେବଙ୍କ ତୁଲେ ଆସି ରଜିକୁ କହିଲେ ବିଶ୍ୱାସୀ ଭୋ ରାଜା ତୋର ପୁତ୍ର ଗଣେ ଜିଣିବ ଅସୁରଙ୍କ ରଣେ ମତେ କହିଲେ ହେ ବୃହସ୍ପତି ଅନ୍ୟଥା ନାହିଁ ଜୟ ଗତି ହେମନ୍ତେ କହି ଦେବଯୁଥ ଘେନାଇ ପଞ୍ଚଶତ ସୁତ ସ୍ୱର୍ଗେ ଆବରି ଯୁଦ୍ଧ କରି ଅନେକ ଅସୁର ସଂହାରି ଇନ୍ଦ୍ରଙ୍କୁ ସ୍ୱର୍ଗ ରାଜା ଦେଲେ ତା ଦୁଃଖେ ଇନ୍ଦ୍ର ଦୃଷ୍ଟି ହେଲେ ପୁଣି ସେ ରାଜ୍ୟ ରଜି ହସ୍ତେ ନ୍ୟାୟ କରିବେ ସେ ବିଶ୍ୱସ୍ତେ ଇନ୍ଦ୍ରର ତୁଲେ ତାର ସୁତ ସ୍ୱର୍ଗେ ରହିଲେ ଦିନ କେତ ହେମନ୍ତେ କେତେ ଦିନବନ୍ତେ ରଜି ଯେ ଗଲା ସ୍ୱର୍ଗ ପଥେ ପିତାର ମରଣ ଅନ୍ତର ଇନ୍ଦ୍ର ମାଗିଲେ ସ୍ୱର୍ଗପୁର 78-69 ନବମ ସ୍କନ୍ଦ ସପ୍ତଦଶ ଅଧ୍ୟାୟ ଶ୍ରୀମଦ୍ ଭାଗବତ ତଦନ୍ତେ ତାହାର ତନୁଜ ଇନ୍ଦ୍ରଙ୍କୁ ନ ଦେହେଲେ ସେ ରାଜ୍ୟ ସ୍ୱର୍ଗେ ସେ କଲେ ହେ ଅଧିକାର ଇନ୍ଦ୍ରଙ୍କୁ କରି ଅନାଦାର ରଜିର ପୁତ୍ର ହତା ନ କଲେ ଯୋଗାର ଭାଗ ମାନ କଲେ ରଜିତନୟଙ୍କର ମତି ନାଶ କରିବ ବୃହସ୍ପତି ତାପିଲେ ଇନ୍ଦ୍ର ଅଧିକାରେ ସୁଧର୍ମ ସଭାରେ ବେବାରେ ଇନ୍ଦ୍ର ପାଇଲେ ହେ ସ୍ୱର୍ଗେ ସ୍ଥାନ ଏବେ ତୁ ଶୁଣ ନୃପରାଣ
ସୁକ ଯେ କ୍ଷେତ୍ର ବୃତ ନାତି ତାହାର ସୁତ ନାମ ପ୍ରତି ତାହାର ସନ୍ତାନ ସଞ୍ଜୟ ତାର ତନୟ ହୁଏ ଜୟ ହଜ୍ୟ ବଳର ତାହାର ସୁତ ତହୁଁ ସହଦେବ ସମ୍ଭୂତ ସହଦେବ ପୁତ୍ର ରହୀନ ତାହାର ସୁତ ଜୟ ସେନ ତାହାର ପୁତ୍ର ଜୟ ସେନ ସଂସ୍କୃତି ତାହାର ତନୟ ତାର ପୁତ୍ର ହଟେ ଜୟ ସେ କ୍ଷେତ୍ର ଧର୍ମେ ନିଜେ ରତ ମହାରଥୀ ନାମରେ ଖ୍ୟାତ ଏ ସର୍ବକ୍ଷେତ୍ର ବୃତ ବଂଶେ କହିଲୁ ଶୁଣିଲ ନରସେ ଏବେ ନହୁଷ ବଂଶମାନ କହିବୁ ଭବିଷ୍ୟ ପୁରାଣ ବଂଶାନୁଚରିତ ଏ ବାଣୀ ଶୁଣି ସଂସାରୁ ତରେ ପ୍ରାଣୀ ବୋଲ ବିପ୍ର ଜଗନ୍ନାଥ ନବମ ସ୍କନ୍ଧେ ଭାଗବତ ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମାଂସ୍ୟା ସଂହିତା ନବମ ସ୍କନ୍ଧେ ସପ୍ତବିଂଶ ଅଧ୍ୟାୟ। ଅଷ୍ଟାବିଂଶ ଅଧ୍ୟାୟ ନବମ ସ୍କନ୍ଧ ଅଷ୍ଟବିଂଶ ଅଧ୍ୟାୟ ଅଷ୍ଟାଦଶ ଅଧ୍ୟାୟ ଶୁକ ଉବାଚ ବୋଲ ପ୍ରେମାନନ୍ଦବାର ହରି ବୋଲ କହନ୍ତି ଶୁକ ବ୍ରହ୍ମବର୍ତ୍ତେ ନବମେ ବଂଶାହାନୁ ବ୍ୟବସ୍ଥା ନହୁଷ ବୀର୍ଯ୍ୟେ ଷଟସୁତ ତାହାଙ୍କ ନାମ କହି ତୋଷ ଯତି ଜାତିତ ଯେ ସନ୍ତାତି ଆୟତ ବିଷୟତି ଯେ କୃତି ଦେହୀର ଇନ୍ଦ୍ରିୟ ଯେ ସନେ ଜନ୍ମିଲେ ନମୁହୁଷ ନନ୍ଦନେ ଯତିକି ରାଜ ପଣ ଦେଲା ସେ ରାଜା ଭୋଗ ନଇଚିଲା ବୋଲ ଦୁଃଖମୟ ଏହି ଏଣେ ମୋହର କାର୍ଯ୍ୟ ନାହିଁ ଆମେ ନ ମର୍ଛୁ ରାଜ ସୁଖେ ନିରତେ ରହେ ମନ ଦୁଃଖେ ଓಂ ଭୂର୍ଭୁବସ୍ୱଃ ତସ୍ୟ ବିତୁର୍ବରେଣ୍ୟଂ ଭର୍ଗଦେବ ସ୍ୱାଧୀମହି ଧିୟୋ ୟୋ ନଃ ପ୍ରଚୋଦୟାତ୍ ନାରାୟଣଂ ନମସ୍କୃତ୍ୟଂ ନରଂ ଚୈବ ନରୋତ୍ତମଂ ଦେବୀ ସରସ୍ୱତୀ ବ୍ୟାସଂ ତତ ଜୟମୁଦୀରୟେତ୍ ପ୍ରଭୁ ସଂସାର ଶାନ୍ତି ରଖନ୍ତୁ ବୋଲ ପ୍ରେମାନନ୍ଦବାର ହରି ବୋଲ।